ଏକ ସମୟର କଥା। ଏକ ଗଭୀର ନଦୀ ପାଖରେ ଏକ ସୁନ୍ଦର ଆମ୍ବ ଗଛଟିଏ ଥିଲା। ସେହି ଗଛରେ ଏକ ଚଞ୍ଚଳ, ଆନନ୍ଦିତ ଓ ବୁଦ୍ଧିମାନ ମାଙ୍କଡ଼ଟିଏ ବାସ କରୁଥିଲା। ସେ ପ୍ରତିଦିନ ସେ ଗଛର ମିଠା ଆମ୍ବ ଖାଇ ପକ୍ଷୀମାନଙ୍କ ସହିତ ଖେଳି ଅତ୍ୟନ୍ତ ଆନନ୍ଦରେ ଦିନ କାଟୁଥିଲା। କିନ୍ତୁ ତଥାପି ସେ ବେଳେବେଳେ ଏକୁଟିଆ ଅନୁଭବ କରୁଥିଲା, କାରଣ ତାର କୌଣସି ସାଙ୍ଗସାଥୀ ନଥିଲେ। କିନ୍ତୁ ଗୋଟିଏ ଦିନ ନଦୀରୁ ଏକ କୁମ୍ଭୀରଟିଏ ଆସି ଗଛ ତଳେ ବିଶ୍ରାମ କଲା। ଏହା ଦେଖି ମାଙ୍କଡ଼ଟି କୁମ୍ଭୀର ନିକଟକୁ ଏକ ଆମ୍ବଟିଏ ଫୋପାଡ଼ି ଦେଲା। କୁମ୍ଭୀରଟି ସେ ସ୍ୱାଦିଷ୍ଟ ଆମ୍ବଟିକୁ ଖାଇ ଅତ୍ୟନ୍ତ ଖୁସି ହୋଇଗଲା ଓ ସେହିଦିନ ଠାରୁ ପ୍ରତିଦିନ କୁମ୍ଭୀର ଆମ୍ବ ଗଛ ତଳକୁ ଆସେ ଓ ମାଙ୍କଡ଼ ମଧ୍ୟ ପ୍ରତିଦିନ କୁମ୍ଭୀରକୁ ଆମ୍ବ ଖାଇବାକୁ ଦିଏ। ଏପରି ଧୀରେ ଧୀରେ ମାଙ୍କଡ଼ ଓ କୁମ୍ଭୀର ମଧ୍ୟରେ ବନ୍ଧୁତା ବଢ଼ିଗଲା ଓ ସେହି ଦୁଇ ଜଣ ଘନିଷ୍ଠ ମିତ୍ର ହୋଇଗଲେ।